କ୍ଲାସିକ୍ ସାହିତ୍ୟ 8 ପୃଷ୍ଠାର ଏକ ଲିଖିତ ଆଲୋଚନା। ସାହିତ୍ୟ ଭାବରୁ ସୃଷ୍ଟି। ସୁତରାଂ ଭାବ ବା ଅର୍ଥ ଦୃଷ୍ଟିରୁ ସାହିତ୍ୟର ପ୍ରକାରଭେଦ ବା ଶ୍ରେଣୀ ବିଭାଜନ ରହିଛି, ଯଥା କ୍ଲାସିକ୍ ଏବଂ ରୋମାଣ୍ଟିକ୍ ସାହିତ୍ୟ। କ୍ଲାସିକ୍ ସାହିତ୍ୟକୁ ଉଚ୍ଚକୋଟୀର, ଶ୍ରେଣୀକକ୍ଷର, ସମ୍ଭ୍ରାନ୍ତୀୟ ବଂଶର ସାହିତ୍ୟ କୁହାଯାଏ। ସାହିତ୍ୟର ରଚନାଭଙ୍ଗୀ ଏବଂ ସାହିତ୍ୟିକ ଲେଖକର ମନୋଭାବ, ଜୀବନ ପ୍ରତି ନିହିତ ବା ରହିଥିବା ଦୃଷ୍ଟିକୋଣ ଅନୁଯାୟୀ ସାହିତ୍ୟ ରଚନା ଉଚ୍ଚକୋଟୀର ଏବଂ ନିମ୍ନ ବର୍ଗର ବା ନିମ୍ନ ଶ୍ରେଣୀର ହୋଇଥାନ୍ତି। ସଂସାରରେ ବା ମାନବ ସମ୍ପ୍ରଦାୟରେ ଯେମିତି ଉଚ୍ଚକୋଟୀର, ନିମ୍ନ ବର୍ଗର ଲୋକମାନଙ୍କର ବସତି ବା ବାସ ଅଛି, ସେମିତି ସାହିତ୍ୟ ରଚନାରେ ମଧ୍ୟ ଏଇ ଦୁଇ ବର୍ଗୀୟ ଲୋକମାନଙ୍କର ମନୋଭାବକୁ ନେଇ ସାହିତ୍ୟ ରଚନା ରହିଅଛି। କ୍ଲାସିକ୍ ସାହିତ୍ୟ ପ୍ରଭାବଶାଳୀ ହୋଇଥାନ୍ତି। ଏହା ସାହିତ୍ୟ ରଚନାର ଖସଡ଼ା ବା ନିୟମାବଳୀକୁ ମାନିଥାନ୍ତି। ଏଭଳି ସାହିତ୍ୟରେ ହାସ୍ୟ ବ୍ୟଙ୍ଗର ଉପାଦାନ ନଥାଏ। ଏଭଳି ସାହିତ୍ୟ କଦାପି ଶସ୍ତା ଦରର ନୁହେଁ। ଏଭଳି ସାହିତ୍ୟର ବୈଷୟିକ ବା ବିଷୟବସ୍ତୁଗତ ଚରିତ୍ର ସମ୍ଭ୍ରାନ୍ତ ବଂଶଜ, ଯଥା ରାଜରାଜୁଡ଼ା ଶ୍ରେଣୀୟ ଆଧ୍ୟାତ୍ମିକ ବର୍ଗର ଅଟନ୍ତି। ଏଭଳି ସାହିତ୍ୟ ସାର୍ବଜନୀନ, ଗ୍ରହଣୀୟ ହୋଇଥାନ୍ତି। ସବୁ ବର୍ଗର ପାଠକ ଏଭଳି କ୍ଲାସିକ୍ ଶ୍ରେଣୀର ସାହିତ୍ୟକୁ ପଢ଼ିବାକୁ ଭଲ ପାଆନ୍ତି, ଆଦର କରିଥାନ୍ତି, ଆଦୃତି ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଥାନ୍ତି। ମନେ ରଖିବାକୁ ସର୍ବଦା ହେବ କି, ଆଦର ବ୍ୟକ୍ତିଗତ, ଆଦୃତି ସମୂହଗତ ବା ସାମୂହିକ, ସାର୍ବଜନୀନ ଅଟନ୍ତି। ଏହା ଉଭୟଥିରେ ଭଲ ପାଇବାରେ ପାର୍ଥକ୍ୟ ଅଛି। ଉଦାହରଣ ହେଲା କବିବର ରାଧାନାଥ ରାୟଙ୍କ ରଚିତ ଚିଲିକା ନାମକ ଖଣ୍ଡକାବ୍ୟ, ଦରବାର ନାମକ ବ୍ୟଙ୍ଗକାବ୍ୟ, ଅମିତ୍ରା ଅକ୍ଷର ଛନ୍ଦରେ ରଚିତ ମହାଯାତ୍ରା ମହାକାବ୍ୟ ଏବଂ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କର ତପସ୍ୱିନୀ ପ୍ରଣୟବଲ୍ଲରୀ ନାମକ ଗାଥା ବା କାହାଣୀଧର୍ମୀ କାବ୍ୟ ସବୁ ଲୋକପ୍ରିୟ, ବାରମ୍ବାର ପାଠ୍ୟାନ୍ତର୍ଗତ, ବାରମ୍ବାର ଚର୍ଚ୍ଚିତ ହେଉଥିବାରୁ, ସମାଲୋଚନା କ୍ଷେତ୍ରରେ ସହଜରେ ଆସୁଥିବାରୁ, ଏମାନଙ୍କୁ କ୍ଲାସରେ ପଢ଼ା ହେଉଥିବାରୁ କ୍ଲାସିକ୍ ଶ୍ରେଣୀୟ ଅଟନ୍ତି। ଆଂଶିକ ଭାବରେ ଅଥବା ପୂର୍ଣ୍ଣ ଭାବରେ ଉପରୋକ୍ତ କାବ୍ୟଗୁଡ଼ିକ ଶ୍ରେଣୀରେ କ୍ଲାସରେ ବାରମ୍ବାର ପଢ଼ା ହୋଇଛନ୍ତି। ଚିଲିକା କାବ୍ୟ ପୁରା ମୁଁ 1981 ମସିହାରେ ଯେତେବେଳେ ବ୍ରହ୍ମପୁରଠାରେ ଥାଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ଓଡ଼ିଆ ଇଚ୍ଛାଧୀନ ବା ଅପସନାଲ ଓଡ଼ିଆ ପାଠ୍ୟରେ ବ୍ରହ୍ମପୁର ସିଟି କଲେଜରେ ଥାଇ ଅଧ୍ୟାପକ ଅଲେଖ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟାପନାରେ ପଢ଼ିଥିଲି। ପୁଣି ଆକାଶକୁସୁମ ନାମରେ, ଚିଲିକାରେ ସାୟନ୍ତନ ନାମରେ ଏହି କାବ୍ୟର ସ୍ୱଳ୍ପାଂଶ ସ୍ୱତନ୍ତ୍ର କବିତା ଭାବରେ ପଠିତ ଥିଲା। ସେହିପରି ରାଧାନାଥଙ୍କର ଦରବାର କାବ୍ୟକୁ ମୁଁ ଯେତେବେଳେ ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ଼ ସହରରେ ଥାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ 2 ବର୍ଷୀୟ ମୋର BA ଓଡ଼ିଆ ବାଧ୍ୟତାମୂଳକ MIL ପାଠ୍ୟକ୍ରମରେ ଅଧ୍ୟାପକ ବିଭୁଦତ୍ତ ମିଶ୍ରଙ୍କର ସମ୍ପାଦନାରେ ପ୍ରକାଶିତ କବିତା କଳା ନାମକ ସମ୍ପାଦିତ କବିତା ବହିରେ ଦରବାର କାବ୍ୟରୁ ଆହୁତ ଅକିଞ୍ଚନର ଉକ୍ତି ନାମକ କବିତାକୁ ମୋର ଓଡ଼ିଆ ସାର୍ ଡକ୍ଟର ଉପେନ୍ଦ୍ରନାଥ ମହାନ୍ତିଙ୍କ ଅଧ୍ୟାପନାରେ ପଢ଼ିଥିଲି। 1983ରୁ 1985 2 ବର୍ଷିଆ ଅଧିବେଶନ ସ୍ଥିରୀକୃତ ପାଠ୍ୟକ୍ରମରେ। ପୁଣି ମୁଁ ନିଜେ ସମ୍ପୂର୍ଣ୍ଣ ଦରବାର କାବ୍ୟକୁ ସେହି ଟିଟଲାଗଡ଼ର DAV କଲେଜରେ ଓଡ଼ିଆ ଅଧ୍ୟାପକ ଥାଇ BS ଶ୍ରେଣୀର ଓଡ଼ିଆ ସମ୍ମାନ ପିଲାଙ୍କୁ ପଢ଼ାଇଥିଲି। ବାରଙ୍ଗର କୁଞ୍ଜବିହାରୀ ମହାବିଦ୍ୟାଳୟରେ ଥାଇ ମଧ୍ୟ ଦରବାର କାବ୍ୟକୁ ପଢ଼ାଇଥିଲି। ଦରବାର କାବ୍ୟର ଅଂଶକୁ ମୁଁ ଅଷ୍ଟମ ଶ୍ରେଣୀର ମୋର ସାହିତ୍ୟ ସିନ୍ଧୁ ବହିରେ ଉତ୍କଳ ମାତାର ଯୋଗ୍ୟତମ ସୁତ ନାମରେ ସ୍ୱତନ୍ତ୍ର ପଦ୍ୟ ଭାବ ରୂପରେ ପଢ଼ିଥିଲି। ମୟୂରଭଞ୍ଜର ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ଥାଇ ସାର୍ ନିରଞ୍ଜନ ମିଶ୍ର ମୋତେ ପଢ଼ାଇଥିଲେ। 1976 ମସିହାରେ ଦରବାରରେ ଶ୍ରୀ ଚନ୍ଦ୍ରଶେଖର ନାମରେ ମଧ୍ୟ ଏଇଟି ପଢ଼ାଯାଇଥିଲା। ସେହିପରି ଗଙ୍ଗାଧରଙ୍କର ତପସ୍ୱିନୀ ମହାକାବ୍ୟକୁ ତାହାର ପଞ୍ଚମ ସର୍ଗ ପର୍ଯ୍ୟନ୍ତ ମୁଁ ମୋର BS ଶ୍ରେଣୀରେ 1983ରୁ 1985 ମସିହାରେ DAV କଲେଜ ଟିଟଲାଗଡ଼ରେ ଥାଇ ଡକ୍ଟର ଅଜାମ୍ବର ମଲ୍ଲ ସାରଙ୍କ ଅଧ୍ୟାପନାରେ ପଢ଼ିଥିଲି। ପୁଣି ମୁଁ ବି ଯୁକ୍ତ 3 ସ୍ତରୀୟ ପିଲାଙ୍କୁ ତପସ୍ୱିନୀର ରାଜଧର୍ମ ନାମରେ ସ୍ୱତନ୍ତ୍ର କବିତା ଭାବରେ ତାହାର ତୃତୀୟ ସର୍ଗର
କିଛି ଅଂଶ ପଢ଼ାଇଥିଲି ସେ ଡିଏଭି କଲେଜରେ ଥାଇ। ପୁଣି ମୁନି ଉଦ୍ୟାନ ନାମରେ ସ୍ୱତନ୍ତ୍ର କବିତା ଭାବରେ ପଢ଼ାଯାଇଥିଲା। ମୋର ମଝିଆ ବଡ଼ ଭଉଣୀ ତାଙ୍କର ସାହିତ୍ୟ ସିନ୍ଧୁ ବହିରେ ଏହାକୁ ପଢ଼ିଥିଲେ। ଜଟଣୀରେ ଥିଲେ ସେତେବେଳେ। ମସିହା ଠିକରେ ମୋର ମନେ ନାହିଁ। ମୁଁ ସେବେ ଛୋଟ ପିଲା ଥିଲି। ଗଙ୍ଗାଧରଙ୍କର ପ୍ରଣୟବଲ୍ଲରୀ କାବ୍ୟର ଅଂଶ ତପୋବନରୁ ବିଦାୟ ବା ଶକୁନ୍ତଳାଙ୍କର ପତିଗୃହ ଯାତ୍ରା ନାମରେ ସ୍ୱତନ୍ତ୍ର ପଦ୍ୟ ଭାବରେ ମୋର ମଝିଆ ବଡ଼ ଭଉଣୀ ତାଙ୍କର ସପ୍ତମ ଶ୍ରେଣୀର ପାଠମାଳା ବହିର ପଦ୍ୟରେ ନିମାପଡ଼ାରେ ଥାଇ ପଢ଼ିଥିଲେ ବୋଧହୁଏ, ଜଟଣୀରେ କିମ୍ବା ନିମାପଡ଼ାରେ ଠିକ୍ ମନେ ନାହିଁ। ତେବେ ଏସବୁ କହିବାର ଉଦ୍ଦେଶ୍ୟ ହେଲା କ୍ଲାସିକ୍ ସାହିତ୍ୟର ପାଠ୍ୟାନ୍ତର୍ଗତର ବ୍ୟାବହାରିକ ରୂପକୁ ଶ୍ରୋତାଙ୍କୁ ଦେଖାଇ ମନରେ ବିଶ୍ୱାସ ଜନ୍ମାଇବା। ମହାଯାତ୍ରା ମହାକାବ୍ୟ ବା ଏପିକ୍ରୁ ଅମର୍ଷି ବାଣୀ ନାମକ ଅମିତ୍ରାକ୍ଷର ଛନ୍ଦ ବିଶିଷ୍ଟ କବିତାଟି ମୋର ମଝିଆ ବଡ଼ ଭଉଣୀ ତାଙ୍କର ବିଏ ଶ୍ରେଣୀର ପରୀକ୍ଷା 1980 ମସିହାରେ ରାଇରଙ୍ଗପୁର ମହାବିଦ୍ୟାଳୟ ଅଧୀନରେ ଥାଇ ପଢ଼ିଥିଲେ। ବଡ଼ ଭଉଣୀ ମଧ୍ୟ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ପଢ଼ିଥିଲେ 1974 ମସିହାରେ ଜଟଣୀରେ ଥାଇ। କ୍ଲାସିକ୍ ସାହିତ୍ୟର ଏହା ହିଁ ହେଉଛି ପ୍ରୟୋଗାତ୍ମକ ବ୍ୟାବହାରିକ ଦିଗ ତଥା ପ୍ରଦର୍ଶନ। ଭଲ ଉଚ୍ଚକୋଟୀର ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତର ନମୁନା। ଏବେ ବି ଯୁକ୍ତ 3 ସ୍ତରରେ ଅମର୍ଷି ବାଣୀ କବିତାଟି ପାଠ୍ୟ ପ୍ରଚଳିତ ଅଛି। ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚିତ ପୌରାଣିକ କଥାବସ୍ତୁ ଓ ଚରିତ୍ରକୁ ନେଇ ରଚିତ ଶର୍ମିଷ୍ଠା କାବ୍ୟସ୍ଥ କ୍ଷମା ନାମକ କବିତାଟି ସ୍ୱତନ୍ତ୍ର ପଦ୍ୟ ଆକାରରେ ଅତୀତରେ କବିତା ପ୍ରବେଶ ନାମକ ପଦ୍ୟ ବହିରେ ସ୍କୁଲ ସ୍ତରରେ ପାଠ୍ୟ ଥିଲା। ମୋର ବଡ଼ ଭଉଣୀ ସେଇଟାକୁ ପଢ଼ିଥିଲେ। ସେହି ପଦ୍ୟର କ୍ଲାସିକ୍ ବା ଉଚ୍ଚକୋଟୀର ପଦାବଳୀ ଏବେ ବି ମୋର ମନରେ ସ୍ମରଣୀୟ ରୀତିରେ ସଞ୍ଚିତ। ହୃଦୟ ପୃଷ୍ଠାରେ ଅଙ୍କିତ ଥିବା କେତୋଟିର ଉଦାହରଣ ହେଲା ଯେହୁ କ୍ଷମା ଗୁଣେ ପର ତିରସ୍କାର ଉପେକ୍ଷା କରଇ ଭବେ ଏହି ଚରାଚର ବ୍ରହ୍ମାଣ୍ଡ ଆୟତ୍ତ ହୋଇ ତାହାର ଲବେ କ୍ଷମା କଲେ ଝିଅ କ୍ଷମା ତ ମିଳଇ କ୍ଷମାର ନ ମିଳେ ଅନ୍ତ କ୍ଷମାର ଗ୍ରହିତା କ୍ଷମାଦାତା ଦୁହେଁ ଏଭୁବନେ ଭାଗ୍ୟବନ୍ତ କହିବା ଲୋକ ତ ମହତ ନୁହଇ ମହତ ସହିବା ଜନ ସହିଷ୍ଣୁତାହୀନ ବାଳକ ବାଳିକା ହୁଅନ୍ତି କ୍ରୋଧେ ଅଜ୍ଞାନ ଦୋଷ ପିପିଲିକା ଦଂଶନ ପରାଏ କରେ ଯେ କ୍ରୋଧ ବର୍ଜନ ଜିତେନ୍ଦ୍ରିୟ ବୋଲି ସେହି ମହାଜନେ ପୂଜନ୍ତି ଜଗତ ଜନ ପ୍ରବଳ ରୋଷାଗ୍ନି ପରେ କ୍ଷମା ବାରି ସେଚନ ଯେ କରି ପାରେ ଜୟୀ ହୁଏ ସେହୁ ସ୍ଥାବର ଜଙ୍ଗମ ପୂର୍ଣ୍ଣ ଏହି ବସୁଧାରେ। ଭାରି ସୁନ୍ଦର ମନମୁଗ୍ଧକର ଏହି କ୍ଷମା ନାମକ କ୍ଲାସିକ୍ କବିତା ଶର୍ମିଷ୍ଠା ନାମକ କାବ୍ୟରେ। ମାୟାଧର ମାନସିଂଙ୍କର କ୍ଷମା ନାମରେ ଏକ ପ୍ରବନ୍ଧ ମଧ୍ୟ ଅଛି। କ୍ଲାସିକ୍ ସାହିତ୍ୟ ସାଧାରଣତଃ ମନେ ରୁହେ। ଏହା ଶୀଳ ଶିଷ୍ଟ ଶିକ୍ଷଣୀୟ ଅଟେ। ଜୀବନକୁ ଏହା ପ୍ରଭାବଦୀପ୍ତ କରେ। ଉଦାହରଣ ପ୍ରବଚନରେ ଆଣେ। ଅଭୁଲା ଅମିୟ ଉଚ୍ଛ୍ୱାସ ଭରା ସତ୍ତାର ସର୍ତ୍ତ। ଫକୀରମୋହନଙ୍କର ଡାକମୁନ୍ସି ଗଳ୍ପକୁ କୌଣସି ପାଠକ କେବେ ବି ଭୁଲିପାରିବ ନାହିଁ। ସେଥିରେ ନିହିତ ବା ରହିଥିବା କାଳଜୟୀ ବାକ୍ୟ ଯଥା ପୁଅ କଥା କହିବ କାହାକୁ ଅଜାଗାରେ ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ। ରଚନା ଶୈଳୀ ହାର୍ଦ୍ଦିକତାରେ ଭରା। ଉଛୁଣି ବାପ ପୁଅ ଦୁହେଁ ଖୁସି। ଫକୀରମୋହନଙ୍କର ଗଳ୍ପ କଥକତା ଭାରି ଚମତ୍କାର ହୃଦୟଗ୍ରାହୀ ମନେ ହୋଇଥାଏ। ଏଇ ଯେମିତି ରାଣ୍ଡିପୁଅ ଅନନ୍ତା ଗଳ୍ପରେ ସିଂଘାଣୀ ଓରଫ ଦେବକୀ ଗୌଡ଼ୁଣୀ କଣ୍ଠରେ ଆରେ କାଠକିଆ ମାହାନ୍ତି ଗୋଲାମ ତୋତେ କିସ ଲାଗିଲାଣି କି ମୋତେ କହିବୁ ଦେବକୀ ଗୌଡ଼ୁଣୀ ରହତ ମାହାନ୍ତି ଟୋକାକୁ ଦେଖେଁ ଡେମ୍ଫେ ଡେମ୍ଫେ ଫୁରୁ ଫୁରୁ ବାଳରେ ଧପ ଧପ ଚାଲି। ଗଳ୍ପଟି ଯେତିକି ହାସ୍ୟରସାତ୍ମକ ସେତିକି ପରିଣତିରେ କରୁଣ। ଚାରି ଦଉଡ଼ି କଟା ହୁଣ୍ଡା ଗୁଣ୍ଡା ଅନନ୍ତା ପ୍ରାଣରେ ପରିସ୍ଥିତି ଭେଦରେ ପୁଣି ଏତେ ଉଚ୍ଚକୋଟୀର ପ୍ରାଣବଳି ଦେବା ଜନିତ ପରାର୍ଥପରତାର ମାନବିକତା ଭାବିଲେ ହସ ସହିତ ଆଖିରେ ଲୁହ ଚାଲିଆସେ। ସେଥିପାଇଁ ଗଳ୍ପଟି ପରବର୍ତ୍ତୀ ସମୟରେ ବେତାର ନାଟକ ରୂପ ପ୍ରାପ୍ତି ସହିତ ଦୂରଦର୍ଶନରେ ନାଟ୍ୟ ରୂପରେ ପିଣ୍ଟୁ ନନ୍ଦଙ୍କର ଅନନ୍ତା ଭୂମିକାରେ ଅନନ୍ୟ କ୍ଲାସିକ୍ ରୂପ ଲାବଣ୍ୟ ଲଭିପାରିଛି। ରାଧାନାଥଙ୍କର ଛୋଟ କାବ୍ୟ କେଦାରଗୌରୀର ଅପରିଣାମଦର୍ଶୀ ଦୁଇ ପ୍ରେମୀ ଯୁଗଳର ଆତ୍ମବଳିଦାନରେ ସେହି ସୁନ୍ଦର ଅନନ୍ୟ ବାକ୍ୟ ରାଧାନାଥଙ୍କର ଲେଖନୀରୁ ନିଷ୍ପନ୍ନ ହୋଇଛି। ଧନ୍ୟ ସେ ପ୍ରୀତିକି ମରଣ ଭୀତିକି ପ୍ରୀତି ସେ ପାରଇ ଜିଣି ଶିରୀଷ ମୃଦୁଳା ଲବଣୀ ପିତୁଳା ପ୍ରୀତି କଲା ସାହସିନୀ। କେଦାରଗୌରୀ ନାମକ କାବ୍ୟଟି ମଧ୍ୟ ଆକାଶବାଣୀ କଟକ କେନ୍ଦ୍ରରୁ ବେତାର ନାଟ୍ୟ ରୂପରେ ପ୍ରଚାରିତ ହୋଇଥିଲା। ଦେବିକା ମହାନ୍ତି ସେଥିରେ
ଅଭିନୟ କରିଥିଲେ। ହିରୋ ନାମକ ହିନ୍ଦୀ ସିନେମାର ଗୀତ ଠିକ୍ ଏଇ କଥାକୁ ଦୋହରାଇଅଛି। ପ୍ୟାର କରନେ ୱାଲେ କଭି ଡରତେ नहीं, हाँ डरते नहीं, जो डरते हैं वो कभी प्यार करते नहीं। ଜାକି ସରାଫ ଏବଂ ମୀନାକ୍ଷୀ ଶେଷାଦ୍ରୀ ଅଭିନୀତ ସିନେମା। କ୍ଲାସିକ୍ ସାହିତ୍ୟର ଏହା ହିଁ ସ୍ୱରୂପ ବା ନିଜ ରୂପ। ଗାଳ୍ପିକ ଗୋଦାବରୀଶ ମହାପାତ୍ରଙ୍କ ରଚିତ କ୍ଲାସିକ୍ ଗଳ୍ପମାନଙ୍କର ନାମାବଳୀ ହେଲେ ଏ ମଣିଷକୁ ପଥର କଲା କିଏ, ଲୋକେ ବୋଲିବେ କ'ଣ, ନୀଳ ମାଷ୍ଟ୍ରାଣୀ ଏବେ ମଧ୍ୟ ବଞ୍ଚିଛି, ଏ ଜନ୍ମର ତୀର୍ଥକ୍ଷେତ୍ର, ଜାତିର ଧକ୍କା ନାମକ ଗଳ୍ପଗୁଡ଼ିକ ଶ୍ରେଣୀକକ୍ଷର ପାଠ୍ୟ ପ୍ରଚଳିତ ହୋଇ ପାଠକୀୟତାର ଅତ୍ୟୁଚ୍ଚ ଶିଖରରେ ଅବସ୍ଥାପିତ ଥିଲେ। ମାୟାଧର ମାନସିଂହଙ୍କର ମହାନଦୀରେ ଜ୍ୟୋତ୍ସ୍ନା ବିହାର ଦଶମ ଶ୍ରେଣୀରେ MA ଶ୍ରେଣୀରେ ପାଠ୍ୟ ପ୍ରଚଳିତ ଥିଲା। ଯେତିକି ରୋମାଣ୍ଟିକ୍ ସେତିକି କ୍ଲାସିକ୍। ରାଧାମୋହନ ଗଡ଼ନାୟକଙ୍କର ମାଟି କବିତା ତୁମର କି ନାହିଁ କିଛି ଭିକ୍ଷା, ତବ ଇଚ୍ଛା ସେଇ ମୋର ଦୀକ୍ଷା, ଅଚଳା ମୁଁ ସର୍ବଂ ସହାମ, ଉତ୍ତୋଳିଲେ ମୁଗ୍ଧ ଜୈତ୍ରବାଣୀ, ଜୟ ମାଟି ଜଗତର ରାଣୀ। ରାଧାମୋହନଙ୍କର ମାଟିର ମଣିଷ କବିତା। ଯନ୍ତ୍ର ତୋତେ କି ମନ୍ତ୍ର ଦେଇଛି ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ, ମନେ ପଡ଼ୁନାହିଁ ତୋହରି ଗାଁର ଚଇଳ ଚପଳ ନଈ, ପଲ୍ଲୀ ବଧୁର ସ୍ନିଗ୍ଧ ମଧୁର ପାଣି ବହିବାର ଚଇ, ମନେ ପଡ଼ୁନାହିଁ ତାଳ ବଣ ତଳେ ଗୋଷ୍ଠ ବିହାରୀ ଧେନୁ, ମନେ ପଡ଼ୁନାହିଁ ଗୋପାଳ ପୁଅର ଧୀର ମୂର୍ଚ୍ଛିତ ବେଣୁ। ମୌସୁମୀ କବିତାର ସେହି ପଦ ତୂର୍ଣ୍ଣ ଗତିର ହିଲ୍ଲୋଳେ ଆଜି ପୂର୍ଣ୍ଣ ବଳେ, ଧାଇଁ ଆସିଅଛି ମୌସୁମୀ ମୁହିଁ ସୃଷ୍ଟି ପରେ, ପ୍ରବାହେ ମୋହର କୃଷ୍ଣ ବାଦଲ ଦେଇଛି ମେଲି, ମଣୁଛକି ମତେ ଆଲୁଳିତ କେଶ ବିଲୁଳିତ ବେଶ ଦୈତ୍ୟ ବୋଲି, ଡରନି ମତେରେ ଡରନି ମତେରେ ମର୍ତ୍ତ୍ୟ ଜୀବ, ରୁଦ୍ର ସିନା ଏ ମୂର୍ତ୍ତି ମୋହର ମୋହିତ ଶିବ। ଚମତ୍କାର କ୍ଲାସିକ୍ କବିତା ନଥିଲେ ମନେ ରହି ନଥାନ୍ତା, ପାଠ୍ୟାନ୍ତର୍ଗତ ହୋଇ ନଥାନ୍ତା। ବଡ଼ ଭଉଣୀ ମୋର ପଢ଼ିଥିଲେ PN କଲେଜ ଖୋର୍ଦ୍ଧାରେ ଥାଇକି, ଜଟଣୀରେ ରହିକି। ମୁଁ ବି ଶ୍ରେଣୀରେ ନ ପଢ଼ି ପଢ଼ାଇଥିଲି ଯାହା, କବିତା ମନଭୁଲାରେ ରହିଯାଇଛି। ଗୋଦାବରୀଶ ମହାପାତ୍ରଙ୍କର ଉଠ କଙ୍କାଳ କବିତାକୁ ମୋର ବଡ଼ ଭଉଣୀ ପାଟି କରିକି ପଢ଼ୁଥିଲେ PA ଶ୍ରେଣୀରେ ଜଟଣୀରେ ଥାଇ। ମୁଁ ଛୋଟ ପିଲା, ଜଟଣୀରେ ଥାଇ 1972 ମସିହାରେ ଡରି ଯାଇଥିଲି କେମିତି କଙ୍କାଳଗୁଡ଼ିକ ଉଠୁଛନ୍ତି। ଅନନ୍ତ ପ୍ରସାଦ ପଣ୍ଡାଙ୍କର ଟାଇପ୍ 4 ଗଳ୍ପ ପଢ଼ିଲେ, ଜଟଣୀର ରାଜାବଜାର ସ୍ଥିତ ନାଳ ନର୍ଦ୍ଦମା ପୂତିଗନ୍ଧମୟ 50 ଟଙ୍କାର ଗଳିର ଭଡ଼ାଘରର କାଠ ଜାଫ୍ରି ଲଗା ଦାଣ୍ଡ ପିଣ୍ଡାର ସ୍ମୃତି ମୋର ମନେ ପଡ଼ିଆସେ ଏବଂ ସେହି ଗଳ୍ପରେ ଜଣେ ଚରିତ୍ର କହିଛି, ଏ ମା ଅଣ୍ଡାଲୋଗେ ଅଣ୍ଡାର ନିମ୍ନବର୍ଗୀୟ ମଣିଷ ସ୍ୱତଃ ମନକୁ ଚାଲିଆସେ, ହୃଦୟ ଦହି ଦିଏ। ଏଇଭଳି କ୍ଲାସିକ୍ ସାହିତ୍ୟର ଉଦାହରଣ